यार तू कौन देखुଛୁ रे କାହାକୁ? ଇଏ ଭୂତ ଭଳିଆ ହଉଛି। ଯାଉନି ହଉ ଇଗ୍ନୋର ମାର ଚାଲ। ଇଏ ଆଉ ସେଇ ନୁହଁ ତ? କିଏ ଜାଣିଲା ଯାଉନି ବି ସେଇ ମୋ ମନର ମଇନା ପାଇଁ। ଆରେ କଣ ଦେଖୁଛୁ ତୁ? ଯାଉନୁ କିଛି ନାହିଁ, କାହିଁ ଡରୁଛୁ ଆମକୁ କହିଲୁ? ଏଠି ଉପରେ ଆଉ ଗୋଟେ ଶୋଇଛି। ଭାଇ ଏ ଦେଖ ନିଶ୍ଚୟ ହେଲା। ଏଇ ଗଛ ଉପରେ ବିଲେଇ ଶୋଉଛନ୍ତି, ଫାର୍ଷ୍ଟ ଟାଇମ୍ ଦେଖିଲି। ଆଉ ଉପରେ ନାହିଁ ତ? ନା 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 ସେ ଗୋଟା ଦେଖନ୍ତୁ ଭାଇ ସେ ଦିଟା ଏଇ ଦେଖିଥିଲେ କିଏ ଗୋଟେ ଚାଲିକି ଯିବାର ଦେଖୁଥିଲେ, କିନ୍ତୁ ସେମିତି କିଛି ଆମେ ଏପର୍ଯ୍ୟନ୍ତ ଦେଖିନୁ। ତଥାପି ଦେଖେଇ ଦଉଛି ପୁରା ଆପଣଙ୍କ ଇଏରେ, ଦେଖିନନ୍ତୁ ଗୁଗଲ ଦେଖେଇ ଦଉଛି, ସେମିତି କିଛି ନାହିଁ। ଫିର୍ ବି ଆମେ ଲୋକେସନ हाय गाइस, ମୁଁ ଆପଣଙ୍କର ମିଷ୍ଟର ଲିପୁ ଏକ ନୂଆ ଫ୍ରେଶ୍ ଭିଡ଼ିଓରେ ଦିଲ୍ସେ ଜୟ ଜଗନ୍ନାଥ ଜୟ ଶ୍ରୀରାମ। ଗୋଟେ ଏମିତି ଏକ ଜାଗାରେ ଆସିକି ପହଞ୍ଚିଯାଇଛି ଯୋଉଠିକି ଆକ୍ସିଡେଣ୍ଟ ଗୋଟେ କେସ୍ ହେଇଥିଲା, ସ୍ପଟ୍ ଡେଥ୍ ବି ଏଠି ହେଇଥିଲା। ଆଜି ତାଙ୍କର 10 ଦିନ ହେଇଗଲାଣି। ମୁଁ ସେଇ ଜାଗାକୁ ଆସିଛି। ବର୍ତ୍ତମାନ ଆପଣ ରାସ୍ତାଟା ଦେଖିପାରୁଥିବେ କୋଉ ଟାଇପ୍ର ହେଇଛି। ଟାଇମ୍ ଅଲମୋଷ୍ଟ ହେଇଗଲା କେତେଟା, 12:43 ହେଇଗଲା ଅଲରେଡ଼ି। ଆଉ ମୁଁ ଅଛି, ମୋ ସହିତ ଟ୍ରେକ୍ ରାଇଡର ଭାଇ ଅଛନ୍ତି। 2 ଜଣ ହିଁ ଅଛୁ ଏ ଲୋକେସନ ଉପରେ। ଲୋକେସନଟା ଦେଖିପାରୁଥିବେ କୋଉ ଭଳିଆ ଏରିଆଟା ଦେଖାଯାଉଛି, ପୁରା ଟୋଟାଲ ଜଙ୍ଗଲ ସୁନସାନ ଏରିଆ, ଘର ବି ଗୋଟେ ନାହିଁ। क्वचित गोटे काँ भा गोटे घर पड़ू, लाइट भी सेमती किसी ना। आउ पहुंचवाटा भी लेट होगा। चलते भिडियोटा स्टार्ट करवा, देखिए आगू कौन हो कौन ना। आम ये खबर पाई से जगह पर एक्सीडेंट पर डेथ हवा पर 10 जाइए, तथापि सी कौटी बसा बसी करते लोक डर जिनसा खबर पाइलु। देखिए केतटा जिनसा सत कि मिछ हम जाना चाहिए। स्टार्ट करा भिडियो, चलते जी आगू। बर्तमान हो 3 नंबर राउंड ना, 3 नंबर राउंड ऑलमोस्ट टाइम ହେଇଗଲା 1:40। ତ ଗାଇଜ ଆମେ ଏଥରକ ଭାବିଛୁ ଲୋକେସନ ଉପରେ ଠିଆ ହବୁ 5 ମିନିଟ୍ ଖଣ୍ଡେ, ଦେଖିବା ଲୋକେସନ ଉପରେ ଠିଆ ହେଇକି ଦେଖିବା କଣ ହଉଛି, ତାପରେ ଆସିବୁ। बस जगटा में रखीद जेहतु आम लोकेशनटा ବୁଲେଇଦେବା ନା। गाड़ीटा बुले रखीद, मेन लोकेशन गछ गुड़ा रोचे। लोकेशन गछटा है एगोटाक जोटी डेथ होता भाईंकर, से गछटा आम गाड़ीटा बुले दियो। अलमोस्ट आम ये रही केतटा, आम मैक्सिमम रही अध घंटा घंटे पाखापाखि रही। घंटे रहा पर देखिए कौन हो। जेहेतु भाई अच्छा भाई सहित जंगल आपको देखा दूसरी भी। चारिआडे देखुं तो जंगल टाइप पूरा जंगल मेल कि लाइट भी गोटे ना। लोक जावास बहुत कम, तथा गोटे गोटे लोक जाऊँच बहुत कम रही। सही जगह प्रॉपर सही लोकेशन उपर मु ठिया होइछि, मो सहित भाई अच्छा। पवन भी जोर हो, डर ना, टेंशन ना। सुनसान जगार गोटाए है माइनस पॉइंट, पवन है खुड़कीना कौन टे डर लगे, नर्भस लगे, ना कि ना। पवन जोर हो निश्चित। यहाँ से गच गच पाखे तो आप देखुं, मुझे देखली जस्ट केनाल ये आगरे जो भाई वीडियो करके जाइए प्रीवियस वीडियो रे, से आगरे किना थिला देखी किए गोटे चलिकी जबार देखुले, सेमती किसी आम एपर्तंत देखीनु। तथापि देखई दूची पूरा आपन इे देखी ना, गूगल देखई दूची, सेमती किसी नहीं। फिर भी आम लोकेशन उपर अच्छु, से भाई कथा देखिए आम वीडियो देखिए आसीलु बनवाई वीडियो देखिलु। सेमती किसी आमको एपर्तंत फिल भी है जस्ट नॉर्मल गाँ एरिया जहाँ से टाइप लगुच आमको, ना कि भी ना।
ତା ସହିତ ଭଲ ପବନ ବି ଦଉଛି, ପବନଟା ମସ୍ତ ଲାଗୁଛି। ସୁନସାନ ପବନ ଏଇଠି ଯଦି ଶୋଇବ ପଟିଟେ ପକେଇକି ଶୋଇପଡ଼ିବ, ଆରାମସେ ନିଦ ହେଇଯିବ। ଶୋଇଥିବ ସକାଳୁ ଉଠିଲା ବେଳକୁ ପାଖରେ ଭୂତ ଶୋଇଥିବ। ଗାଇଜ ମୋ ଲୋକେସନଟା ଆପଣ ଦେଖୁଛି, ଯେଉଁଠି ଆକ୍ସିଡେଣ୍ଟ ହେଇଥିଲା ମୁଁ ଦିନ ବେଳେ ଯେଉଁଠି ଆସିକି ଭିଡ଼ିଓ ବନେଇକି ଯାଇଥିଲି, ଏଇଟା ହେଉଛି ସେଇ ଲୋକେସନ। ଏ ଦେଖନ୍ତୁ ଏଇଠି ଯେଉଁଠି ଖାଲ ହେଇଯାଇଛି ଦେଖୁଛନ୍ତି ତ, ଆଉ ଏତେ ଗଭୀର ଖାଲ, ଆ ଭିତରେ ପଶିଲେ ଗୋଟେ ମଣିଷ ବୁଡ଼ିଯିବ, ଉଠିପାରିବନି, ଖାଲି ପଙ୍କ। ଏଇ ଗଛ ପାଖରେ ହିଁ ଆକ୍ସିଡେଣ୍ଟ ହେଇଥିଲା। ବର୍ତ୍ତମାନ ଟାଇମ୍ 1:40 ନା, ବୁଝୁଛନ୍ତି ତ, ଏଇ ରୋଡ଼ରେ ହିଁ ଆପଣଙ୍କୁ ଦେଖିବାକୁ ମିଳିଥିଲା ସେଦିନ, ସେ ଆଗରେ ଯେଉଁଠି ଲାଇଟ୍ଟା ପଡ଼ୁଛି ଦେଖୁଛନ୍ତି। ଏପଟେ ସେପଟେ ଦୁଇ ପଟେ ଆମେ ଟିକେ ଦେଖିଦେଉଛୁ, କାହିଁକିନା ଏପଟେ ତ ଗାଁଟା, ଏଇଠୁ 200 ମିଟର ପରେ ଗାଁଟା, ଏପଟେ କିଛି ଡର ନାହିଁ। ଡର ହେଲା ସେଇପଟେ, ଆଉ ସବୁଠୁ ବଡ଼ ଡେଞ୍ଜରସ୍ ଜିନିଷ ହେଲା ଆମେ 2 ଜଣ ଠିଆ ହେଇଛୁ, ସେଇଟା ହିଁ ଡର ଲାଗୁଛି। ନାଲି ଗାମୁଛା ଯୋଉ ନୁହଁ ସେମିତି ଲାଗିଲା, ଯୋଉ ଦେଖ ମଝିରେ ଗୋଟେ ଗଛଟା ଅଛି, ଲାଇଟ୍ ଫାଇଟ୍ କିଛି ଲାଗିନି, ଇଏ ଟାଇପ୍ର, ତା ପାଖରେ ଗୋଟେ ଗଛଟା ଅଛି, ଲାଇଟ୍ ଟାଇପ୍ର ଲାଗିଯାଇଛି ନା ଷ୍ଟିକର ଟାଇପ୍ର ମରା ହେଇଛି, ବାସ୍ ସେଇଠିକି ନା ଗୋଟେ ନାଲି କ'ଣ ଗୋଟେ ଉଇଲା ଟାଇପ୍ର ଲାଗିଲା, ସେଥିପାଇଁ କହିଲି ଟିକେ ରହିଯାଅ। ପାଳଭୂତ ଯୋଉ ଚାଷ ଜମିରେ ଠିଆ କରନ୍ତି ନା, ଭାରି ଭୟଙ୍କର ଦେଖାଯାଉଛି। ଦେଖିଲେ ନା, ହଁ ସେ ଲାଇଟ୍ଟା ପକେଇଥାଅ, ସେ ଲାଇଟ୍ଟା ପକେଇଥାଅ ଆଗରୁ ରୋଡ଼କୁ ତାକୁ ଆଉ ଟିକେ ଇଏ କର। ଆକ୍ସିଡେଣ୍ଟ ଲୋକେସନଟା ଏଇଠି, ସେ ଆଗକୁ ଗୋଟେ ଗଛଟାକୁ ପକାଅ, ସେଇ ଗଛ ଯୋଉଠି ଲାଇଟ୍ଟା ପଡ଼ୁଛି। ଲୋକେସନ ଉପରେ ଅଛି ଆମେ, ଲୋକେସନ এইগুଡ଼ା ଗୋଟେ ଲୋକେସନ, ଏଇ ଗଛ ଏଇ ଯେଉଁ ଗଛଟା ଭାଙ୍ଗିଯାଇନି, ଏଇ ଗଛ ଏଇଠି ଲୋକେସନ, ଏଇଠି ମୁଁ ଦିନରେ ଆସି ଦେଖିଥିଲି ହେଲା। ଆଗକୁ ଯାଇକି ଗୋଟେ ରାଉଣ୍ଡ ମାରିକି ଆସିବା। ବର୍ତ୍ତମାନ ଗାଇଜ୍ ରାତି 1ରେ ଆମେ ସେଇ ଲୋକେସନରେ, ଯେଉଁ ଲୋକେସନରେ ଭୂତ ଦେଖିଥିଲେ ଆପଣ ସେ ଭିଡ଼ିଓରେ, ଆଉ ଡର ଲାଗୁଛି ଯେଉଁ ଭଳିଆ, ସେଇଟା ଆପଣ ବିଶ୍ୱାସ କରିପାରିବେନି। ଆମେ 2 ଜଣ ଅଛୁ, ଏରିଆଟା ମାନେ ଭୂତଟା ଏ ଦେଖ ତାଙ୍କ ଚ୍ୟାନେଲ ଯେଉଁ ଦେଖାଉନଥିଲା କି ଗୋଟେ ବସିଛି ବୋଲି, ସେଇଟା ହେଲା ଏଇ ଜିନିଷଟା ହେଲା, ଏଇ ଜିନିଷଟା ଦୂରରୁ ଦେଖାଉଥିଲା କି ଗୋଟେ ବସିଛି ବୋଲି। ଆଉ ଏଇଠି ସେ ଯେଉଁ ଚାଲିକି ଯେଉଁ ଲୋକଟା ଠିଆ କରିଥିଲେ, କ'ଣ ହେଲା ପ୍ରପରଲି ଏଇ ଜାଗାରୁ ମାନେ ଖେଇକିନା ଗୋଟେ ସାଉଣ୍ଡ ହେଲା। ଚାଲ ଦେଖିଲ ଆଗରେ ଗୋଟେ ଲାଇଟ୍ ଜଳୁଛି, ଭାଇ ଡରନି ହେଲା। କ'ଣ ଖେଇକିନା ସାଉଣ୍ଡ ହେଲା ତ, ମୋର ଏଇଟା କ'ଣଟା ଆସିଲେ କ୍ୟାପଚର ବି ହେଇଥିବ, ଯଦି ହେଇଥାଇପାରେ କି ଚଢ଼େଇ ପଡ଼ି ହେଇଥାଇପାରେ, ବୋଧେ ଯାହା ବି ହଉ ଆମର ଆଜି ଏକ୍ସପ୍ଲୋର କରିବାର ଅଛି, ପର୍ଦ୍ଦାଫାଶ କରିବା। ସେମାନେ ଆସିଥିଲେ 6 ଜଣ, ଆମେ ଆସିଛୁ 2 ଜଣ, ତାଙ୍କୁ ଆମେ 2 ଜଣ ଆସିଛୁ, ତ ଆପଣ ଜାଣିପାରୁଥିବେ ଡରଟା କୋଉ ଭଳିଆ ଲାଗୁଥିବ। ଆଉ ଏପଟର ଲୋକ ମୋତେ ଜଣେଇଲେ, ଭାଇ ଏମିତି ହେଇଛି, ଆପଣ ଆସି ଟିକେ ଭିଡ଼ିଓ କରନ୍ତୁ, ଆଉ ଆମକୁ
ଯିବାକୁ ଡର ଲାଗୁଛି ଏଇପଟେ ହେଲା। ତ ମୁଁ ଆସିଲି, ସେମାନେ 6 ଜଣ ଥିଲେ, କ୍ୟାମେରାରେ ଆପଣ ଦେଖିଥିବେ 5 ଜଣ, ଆଉ ଯେଉଁ ଲୋକଟା ଯାହାକୁ ଭୂତ କରି ଚଲାଉଥିଲେ ସେ ହେଲା 6 ଜଣ। ଓକେ, ତ 6 ଜଣ ଏ ଜାଗାରେ ଡର ଲାଗିବନି। ଆମେ 2 ଜଣ ଅଛୁ, ଆମକୁ କୋଉଭଳିଆ ଲାଗୁଛି ସେଇଟା ଆପଣ ବିଲିଭ୍ କରିପାରିବେନି। ଡର ଲାଗିନଥାନ୍ତା, ସେ ଭିଡ଼ିଓରେ ସେଇଟା ଦେଖିଲା ପରେ ଡର ଲାଗୁଛି। ମୁଁ ଜାଣିଛି ଫେକ୍ ବୋଲି, ତଥାପି ମୋତେ ଡର ଲାଗୁଛି। ଆଉ ଯେଉଁ ଲୋକମାନେ ଆଖି ମଜିକି ବିଶ୍ୱାସ କରୁଛନ୍ତି, କିଛି ଲୋକଙ୍କୁ ତ ସତ ହିଁ ଲାଗିବ, ତ ସେମାନଙ୍କୁ କେମିତି ଲାଗୁଥିବ ଟିକେ ବିଶ୍ୱାସ କରନ୍ତୁ। ଆମେ ଟିକେ ଏଠି ଠିଆ ହେବା। ଆମେ ଏପଟ ସେପଟ ଏଇ ରୋଡ଼ରେ ଖାଲି ହେବା ବାସ୍। ଚାଲିଛି ବୋଧେ। ଚାଲିଛି। ଗାଇସ୍, ଗୋଟେ ରାଉଣ୍ଡ ମାରିକି ଆମେ ଆସିଲୁ ସେ ଆକ୍ସିଡେଣ୍ଟ ସ୍ପଟ୍ରୁ। ଆମ ମାଇଣ୍ଡରେ ଥିଲା କେବଳ ଆମେ ଜଲ୍ଦି କେମିତି ଏଇ ଜାଗାରୁ ଯିବୁ, କିନ୍ତୁ ଯେହେତୁ ଆମକୁ ଭିଡ଼ିଓ ବନେଇବାର ଅଛି, ଆମକୁ ଆଉ କେତେ ଥର ଏପଟେ ଯିବା ଆସିବା କରିବାକୁ ପଡ଼ିବ ସେଇଟା ଆମେ ଜାଣିନୁ। ରାତି 2ଟା 3ଟା ଭିତରେ ବୋଧେ 10 ଥର ଖଣ୍ଡେ ଯିବା ଆସିବା କରିବାକୁ ପଡ଼ିବ। ଯାହା ଲାଗୁଛି ଜଷ୍ଟ ସେଇଠି ସ୍ପଟ୍ ଉପରୁ କ୍ରସ୍ କଲୁ, ଯେତେବେଳେ ଆସିଲୁ ଟିକେ ଆଗକୁ, ନାଇଁ ତ ଗାଡ଼ି ଚଲାଉଥିଲେ, ମୁଁ ଥିଲି ପଛରେ ବସିଥିଲି। ଜଷ୍ଟ ଯେଉଁ ଗଛରେ ଆକ୍ଚୁଆଲି ମାଡ଼ ହେଇକି ଡେଥ୍ ହେଇଥିଲେ ନା, ଜଷ୍ଟ ଗୋଟେ ଆବାଜ ଟାଇପ୍ର ଆସିଲା, ଖେକିନା ଆବାଜ ଟାଇପ୍ର ଆସିଲା। ଆକ୍ଚୁଆଲି ସେଇଟା କ'ଣ ମୁଁ ବି ଜାଣିନି, କି ଆଖିରେ ଦେଖିନି, ଖାଲି ଜଷ୍ଟ ସାଉଣ୍ଡଟା ହିଁ ଶୁଣିଲି, ଆଉ କିଛି ଶୁଣିନି। ଭାଇ ବି ଶୁଣିନାହାନ୍ତି ଠିକ୍ସେ। ମେ ବି ସେଇଟା ଛାଡ଼, ସେ ଆମେ ମାଇଣ୍ଡରୁ କାଢ଼ି ଦେଇଛୁ, କିନ୍ତୁ ଆକ୍ଚୁଆଲି ରିଏଲି ଯେଉଁଟା ଆମେ ସେଇଟା ଦେଖେଇ ଯିବୁ। ଦେଖାଯାଉ କ'ଣ ହେଉଛି ଆଗକୁ। ବର୍ତ୍ତମାନ ତ ଲୋକେସନ୍ ଆଗକୁ ଟିକେ ଆସିକି ଅଛୁ ଆମେ, ବର୍ତ୍ତମାନ ଦେଖେଇ ଦେଉଛି ତଥାପି ଫିର୍ ବି ଆପଣଙ୍କୁ ଦେଖି ନିଅନ୍ତୁ। ଏଇଟା ହେଉଛି ବର୍ତ୍ତମାନ ଲୋକେସନ୍ ଆଗକୁ ଆସିବ, ଗୋଟେ କେନାଲ ଟାଇପ୍ର ଅଛି, ଏଇଟା ଛୋଟ ବ୍ରିଜ୍ଟା ଏଇଟା ଲୋକେସନ୍ ଆଗ। ଏଇଟା ଆଗରେ ଅଛି ଲୋକେସନ୍ଟା, ସେ ଲୋକେସନ୍ ଆଗକୁ ଆମେ ଅଲରେଡ଼ି ଆମେ ପଳେଇ ଆସିଛୁ। ଆଗରେ ଲୋକେସନ୍ଟା ଅଛି। ବିଲ ଚାଷ ଗୁଡ଼ା ରହୁଛି ବୋଧେ, ଏଇଟା ଛୋଟ ବ୍ରିଜ୍ଟା, ନଈଟା ଯାଇଛି କି କ'ଣ ବୋଧେ। ଆଉ ଗାଇସ୍, ଯେହେତୁ ଆମେ ଅଲରେଡ଼ି 2 ଜଣ ଅଛୁ, ସେଥିପାଇଁ ଟିକେ ନର୍ଭସ୍ ବି ଲାଗୁଛି ମନରେ। ଫିର୍ ବି ଆମେ ଟ୍ରାଏ କରୁଛୁ ରିଏଲିଟି କ'ଣ ଦେଖିବାକୁ। କାରଣ ସେ ଯେଉଁ ଭିଡ଼ିଓରେ ଆସିକି ଯେଉଁ ଜିନିଷ ଚଲେଇ ଦେଖିକି ଗଲେ, ଏଠି ଗାଁ ଲୋକ ଦେଖିଲା ପରେ ବହୁତ ମାନେ ଡିପ୍ରେସନ୍ ମାଇଣ୍ଡକି ହେଇଯାଇଛନ୍ତି। ନିଜେ ଗୋଟେ ସନ୍ଧ୍ୟାବେଳେ ଆସିଲା ବେଳକୁ ତାଙ୍କୁ ଭୟ ବି ଲାଗୁଛି ଜାଗା ଉପରେ। ଭାଇ ଲୋକ ଏପଟେ ନୁହଁ, ମୁଁ ଦିନରେ ଆସିକି ପଚାରୁଥିଲି, ଲୋକ ସନ୍ଧ୍ୟା 7ଟା ହେଲେ ଏପଟକୁ ଆସୁନାହାନ୍ତି। ଆଉ ଯଦି ବି କିଏ ଏକୁଟିଆ ଗାଡ଼ି ନେଇକି ଆସୁଛି, ସେ ଛକ ପାଖରେ ଅପେକ୍ଷା କରୁଛି, ଆଉ ଟିକେ ଆସିଲେ ମିଶିକି ଆସୁଛନ୍ତି। ତ ଏଇଭଳିଆ ସିଚୁଏସନ୍। ଏସବୁ ଜିନିଷଟା ଠିକ୍ ନୁହେଁ ଆକ୍ଚୁଆଲି। ଯେଉଁଟା ରିଏଲିଟି ସେଇଟା ଦେଖେଇବା ଥିଲା। ଲୋକଙ୍କୁ ଗୋଟେ ଜାଗାଟା ପୁରା ଭୟାନକ କରିଦେଉଛ ନା। ଲୋକ ଭାବୁଛନ୍ତି ରିଅଲ୍ ବୋଲି, ହେଲା, ରିଅଲ୍ ସେଇଟା ବୋଲି ଲୋକ ଭାବୁଛନ୍ତି, ହେଲା। କାହିଁକିନା ଦେଖି ଆଜି ସେଇଭଳିଆ ରିଅଲ୍ ଭଳିଆ ଲୋକ ଭାବିବେ। ତ ଆମକୁ ତ ଯଦି ସେମାନେ 6 ଜଣ ଥାଇକି ତାଙ୍କୁ ଭୂତ ଦେଖାହେଲା, ଆମେ 2 ଜଣ ଥାଇ ଆମକୁ ବି ଦେଖାଯିବା କଥା ନା। ଆଉ ଆଜି ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା, ଆଜି ତାର 10। ଆଜି 10 ଆଜି ତାଙ୍କର ମାନେ 10 ଅଲରେଡ଼ି 10 କର୍ମ ସରିଯିବଣି ତାଙ୍କର ନା ଅଲରେଡ଼ି। 1ଟା ହେଲାଣି, 10 କର୍ମ ସରିଯିବଣି। ଆଉ ଭୂତ ଦେଖାଯିବ ନାଇଁ ବୁଝିପାରିଲେନି, ମାନେ 10 କର୍ମ ମାନେ ତାଙ୍କୁ ହାଣ୍ଡି କରିବା ଯେଉଁ କାମଟା ହୁଏ, ସେଇଟା ଅଲରେଡ଼ି ତାଙ୍କର ସରିଯିବଣି ଆଜି। ରୋଡ଼ଟା ସେମିତି ହେଇଛି ନା, ରୋଡ଼ଟା ବି ସେମିତି ରୋଡ଼ଟା ହେଇଛି। ତାଙ୍କର ଇଏ କରିବ, ଫୋକସ୍ କରିବ ନା, ସେ ଗୋଟେ ଥର ଯିବ ଏଇଟା ଘର ଗୋଟେ ଅଛି। ଏ ଘରଟା ଦେଖିନଥିଲି ତମ ଭିଡ଼ିଓରେ। ସିଏ ଇଆଡ଼େ ଆସିନାହାନ୍ତି, ଏପଟକୁ ଆସିନାହାନ୍ତି ନା। ଏପଟେ କେନାଲଟା, ଟ୍ରାନ୍ସଫର୍ମର ଅଛି, ବିଲଟା ଅଛି ଗୋଟେ।
ଏଇଟା ହେଲା ଆମର ସେକେଣ୍ଡ ରାଉଣ୍ଡ। ଆଉ ଥରେ ଆମେ ସେପଟ ଦେଇକି ଯାଉଛୁ ଯେଉଁଠୁ ଆରମ୍ଭ କରିଥିଲୁ। ଟାଇମ୍ ହେଲାଣି ରାତି 1+। ଓକେ, ସୁନସାନ ରହୁଛି ନା, ପୁରା ଶୂନଶାନ ରୋଡ଼। ଆମେ ଆଉ କିଏ ସାଙ୍ଗରେ ଦୁଇ ଜଣ ଅଛି ସେଠି ଟିକେ ରହିବ ତୁ କ'ଣ ତୁ ଗଛ ଚଢ଼ି ଯାଉଛି? ଆରେ ବା, ତୁ କ'ଣ ଗଛରେ ଚଢ଼ି ଯାଉଛି? ଲୁଚିକି ଦେଖୁଛୁ କ'ଣ? ଆବେ ୟାର ତୁ କ'ଣ ଦେଖୁଛୁ ରେ କାହାକୁ? ଇଏ ଭୂତ ଭଳିଆ ହେଉଛି। ଯାଉନି, ହଉ ଇଗ୍ନୋର ମାର ଚାଲ। ଇଏ ଆଉ ସେଇ ନୁହଁ ତ? କିଏ ଜାଣେ କିଏ ଜାଣିଲା, ଯାଉନି ବି। ସେଇ ମୋ ମନର ମଇନା ପାଇଁ ଆରେ କ'ଣ ଦେଖୁଛୁ ତୁ? ଯାଉନୁ କିଛି ନାହିଁ, କାହିଁ ଡରୁଛୁ ଆମକୁ କହିଲୁ? ଏଠି ପୁରା ଗୋଟେ ଶୋଇଛି। ଏ ଭାଇ ଏ ଦେଖ, ନିଶ୍ଚୟ ହେଲା। ଏ ଗଛ ଉପରେ ବିଲେଇ ଶୋଉଛନ୍ତି, ଫାର୍ଷ୍ଟ ଟାଇମ୍ ଦେଖିଲି। ଆଉ ଉପରେ ନାହିଁ ତ? ନା ନା ନା, ସେ ଗୋଟା ଦେଖନ୍ତୁ ଭାଇ, ସେ ଦୁଇଟା, ଏଇ ଗୋଟେ ବିଲେଇ ଶୋଇଛି ଗଛରେ, ଏଇ ଗୋଟେ ତଳେ ତା ଉପରୁ ଚଢ଼ି ଯାଉଛି। ବିଲେଇ ମାନେ ଗଛରେ ଶୁଅନ୍ତି, ମୁଁ ଫାର୍ଷ୍ଟ ଟାଇମ୍ ଜାଣିଲି। ହଉ ଚାଲ ଆଗକୁ ଚାଲ, ଫୋକସ୍ ଆମର। ଆସିଲା ବେଳକୁ ଦେଖିବା ଅଛନ୍ତି ନା ନାଇଁ ଚାଲ। ଆବେ ଲାଇଟ୍ଟା, ଗାଡ଼ି ଲାଇଟ୍ ଯେଉଁଠି ପାଉନି ସେଠି ଏଇଟା ପକା। ଇଏ କର, ଫୋକସ୍ କର, ତାକି ବହୁତ ଦୂରରୁ ଆମେ ଜାଣିପାରିବା। ଦେଖ ଭାଇ, ବାଟରେ କିନ୍ତୁ ବିଲୁଆ ଶୋଉଛନ୍ତି ଆସିକି। ମାନେ ରୋଡ଼ ଏତେ ନିଛାଟିଆ ଯେ ବିଲୁ ଆସିକି ରୋଡ଼ ମଝିରେ ଶୋଉଛନ୍ତି। 4 ଜଣ ଅଛନ୍ତି, ଗୋଡ଼ିଏ କାଳେ ପଳେଇବେ। ଆଉ ଗୋଟେ ଦୁଇଟା ଥାନ୍ତି ସେଟା ପ୍ରକାର, 4-5ଟା, 4ଟା ଗୋଡ଼େ ବି ଯଦି କାମୁଡ଼ି ଦେବେ ପୁଣି ସରିଲା କଥା। ଦେଖନ୍ତୁ ଭାଇ, ସାଇକେଲଟା ଗୋଟେ ଦେଖିଲେ, ରୋଡ ସାଇଡରେ ସାଇକେଲ ଥୋଉଛନ୍ତି। ମୁଁ ବି ସେଇଆ ଭାବୁଛି, ସାଇକେଲ ଥୋଇବା ଆଇଲା ବେଳେ ଦେଖିଲେ ଦିଟା ଜାଗା ଆକ୍ସିଡେଣ୍ଟ ସ୍ପଟ୍ କେମିତି ଲାଗିଲା? ଆମେ ବର୍ତ୍ତମାନ ସେ ଜାଗା ଉପରେ ଆମେ ଷ୍ଟେ କଲୁ। ଆପଣଙ୍କ ଭିଡ଼ିଓରେ ମୁଁ ଦେଖେଇଲି, ସେ ଜାଗା ଉପରେ ସେମିତି କିଛି ବି ନାହିଁ। ଯେଉଁମାନେ ବ୍ଲଗ୍ ଆସି କରିକି ଯାଇଥିଲେ ଯେ ସେଠି କିଏ ଗୋଟେ ଠିଆ ହେଉଛି, ଚାଲୁଛି, ଜଗିକି ଯାଉଛି, ସେ ଜାଗାରେ ସେମିତି କିଛି ବି ନଥିଲା। କି ଆମକୁ ସେମିତି କିଛି ଦେଖାହେଲାନି, ଆମେ ଫିଲ୍ ବି କଲୁନି ସେମିତି କିଛି। ପୁରା ଆରାମସେ ଏମିତି ବୁଲିଲୁ। ମତେ ଲାଗିଲା ଯେମିତି ମୋ ଘର ବାରି ପଛପଟେ ମୁଁ ବୁଲୁଛି, ସେଇ ଟାଇପ୍ର ମତେ ଲାଗିଲା ସେ ଜାଗାରେ। ଆଉ ସେଠି ଭିଡ଼ିଓ ଭଲସେ ବି ବନେଇକି ଆସିଲୁ, ବହୁତ ବଢ଼ିଆ ଲାଗିଲା। ସେ ଜାଗାରେ ଆରାମସେ ଯୋଉ ସେ ଗାଁ ବାସିନ୍ଦା ମାନଙ୍କୁ କହୁଛି ଆରାମସେ ଯିବା ଆସିବା କରିପାରିବେ, ସେମିତି କିଛି ବି ନାହିଁ। ଏତିକି ସେ ରାସ୍ତାରେ ଯାଉଛନ୍ତି ଯୋଉ ରାତିରେ ନିଶାଖୋର ପାଉଡର ଖିଆ ବାଲା ବୁଲିକି ଯାଉଛନ୍ତି, ଯିବା ଆସିବା କରୁଛନ୍ତି, ସେଗୁଡ଼ା ଟିକେ ଭୟ ରହୁଛି, ନହେଲେ ଆଉ ସେମିତି କିଛି ନାହିଁ। ଆଉ ଏରିଆ ବହୁତ ବଢ଼ିଆ ଥିଲା, କିଛି ଖରାପ ନଥିଲା। ଆଉ ଆସିବା ବାଟରେ କଣାସ ରୋଡରୁ ପୁରୀ ରିଟର୍ନ କରିବା ବାଟରେ ବି ସେମିତି ବାଇକରେ 2-3 ଜଣ ଲେଖା ବସିକି ଯାଉଛନ୍ତି, ନିଶାଖୋର ବାଲା ପାଉଡର ବାଲା ଏମିତି ଯାଉଥାନ୍ତି। ଦେଖିଲୁ, ଆମକୁ ଅନେଇକି ଯାଉଛନ୍ତି, ସେମିତି କିଛି ନଥିଲା। ଆମେ ଆରାମସେ ବି ଆସିଲେ, ରୋଡରେ ଆସିପାରିଲୁ। ଆପଣ ବି ଆସିପାରିବେ, ଓନ୍ ରିକ୍ସରେ ଆସିବେ। 2 ଜଣ, ଗୋଟେ କେବେ ସିଙ୍ଗିଲ ଯିବାକୁ ଚେଷ୍ଟା କରିବେନି ରାତିରେ। 2-3 ଜଣ ଯାଉଥିବେ, ପୁରା ସେଫଲି ଯିବେ, ସେଫଲି ଆସିପାରିବେ। ଭିଡ଼ିଓଟି ବହୁତ ବଢ଼ିଆ ଲାଗିଲା। ଭିଡ଼ିଓଟାକୁ ଏଇଠି ଏଣ୍ଡ କରୁଛି, ବହୁତ ଟାଇମ୍ ବି ହେଇଗଲାଣି। ଭିଡ଼ିଓ ସେତେ ଖାସ୍ ବି ନଥିବ, ବୋଧେ ଅଳ୍ପ ସମୟରେ ସେମିତି କିଛି ଆମେ ଦେଖିଲୁନି। ଆକ୍ଟିଭ ଦେଖିଥିଲେ ଆମେ ଦେଖେଇଥାନ୍ତୁ। ଯାହା ବି କିଛି ଦେଖେଇଲୁ ଆପଣଙ୍କୁ ଭିଡ଼ିଓରେ ଦେଖେଇଛି, ଆପଣ ଦେଖିବେ। ଭିଡ଼ିଓକୁ ଭଲ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ କରନ୍ତୁ, ଆଉ ସେୟାର ବି କରନ୍ତୁ। ଛୋଟ ରିକ୍ୱେଷ୍ଟ, ଟିକେ ସବସ୍କ୍ରାଇବ କରିକି କମେଣ୍ଟଟା କରିକି ଯିବେ। ରଖୁଛି, ଜୟ ଜଗନ୍ନାଥ, ବାଏ।